ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଧନ୍ୟବାଦ। ଉପନ୍ୟାସ ନୀରବତା ପ୍ରେମ କାହାଣୀ ଦୁଇ ହୃଦୟର ଭାଗ 1। ପ୍ରେମ କ'ଣ ଏହି ପ୍ରେମ? ପ୍ରଶ୍ନବାଚୀ ହେଇ ସମସ୍ତଙ୍କ ମନରେ ଦିନେ ନା ଦିନେ ଆସେ ଏହି ପ୍ରେମ। ପ୍ରଶ୍ନ କରେ ହୃଦୟକୁ, ସତରେ କ'ଣ ପ୍ରେମ ଶାଶ୍ୱତ ଚିରନ୍ତନ? କ'ଣ ନାହିଁ ସେଥିରେ କୂଟ କପଟ? କ'ଣ ନାହିଁ ସେଥିରେ କଷ୍ଟ ଯନ୍ତ୍ରଣା? କ'ଣ ନାହିଁ ସେଥିରେ ତ୍ୟାଗ ବଳିଦାନ? ସତରେ କ'ଣ କେବଳ ଭରି ରହିଛି ସେଥିରେ ମିଠା ମିଠା ଅଭୁଲା ସ୍ମୃତି ସହ ନିଆରା ଅନୁଭବ ସହ ହସ ଖୁସିର ଦିନ? କ'ଣ ଏହି ପ୍ରେମ? ଆଉ ଏତେ ସବୁ ପ୍ରଶ୍ନ ଆସିବା ପରେ ମୋ ହୃଦୟ ଉତ୍ତର ଦିଏ, ପ୍ରେମ ଏକ ସମ୍ପର୍କ ଯାହା ଦୁଇଟି ହୃଦୟର ବନ୍ଧନ ବାନ୍ଧି ରଖେ କେବଳ ବିଶ୍ୱାସର ଡୋରିରେ। କିଛି ଆଶା, କିଛି ସ୍ମୃତି, କିଛି ରାଗ ଅଭିମାନ, କିଛି ଦୁଃଖ କଷ୍ଟ, କିଛି ତ୍ୟାଗ ବଳିଦାନ, ଆଉ ବହୁତ କିଛି ଅକୁହା ଅଭୁଲା କଥାକୁ ନେଇକରି। ଆଉ ଏହି ସବୁ ଭିତରେ ଯଦି ଭାଙ୍ଗିଯାଏ ବିଶ୍ୱାସର ଡୋରି, ତାହେଲେ ପ୍ରେମ ବି ଚୁରମାର ହେଇଯାଏ। ଭଙ୍ଗା ଆଇନା ସଦୃଶ, ଯାହାକୁ ଯେତେ ଯୋଡ଼ିଲେ ବି ଯୋଡ଼ି ହୁଏ ନାହିଁ ସେ। ଆଉ ସେହି ବିଶ୍ୱାସ ରୂପକ ପ୍ରେମ ବାନ୍ଧିପାରେ ପିତାମାତା, ପରିବାର, ସାଙ୍ଗସାଥି କିମ୍ବା ନିଜ ପ୍ରେମିକ ବା ପ୍ରେମିକାକୁ। ସମ୍ପର୍କକୁ ମଜବୁତ କରିବାର ଗୋଟିଏ ମାଧ୍ୟମ ହେଲା କେବଳ ପ୍ରେମ। ଦେଢ଼ ଅକ୍ଷର ହେଲେ ବି ଏହି ପ୍ରେମ କେତେ ମୂଲ୍ୟବାନ କେବଳ ତାକୁ ପାଇବା କି ଅନୁଭବ କରିଥିବା ମଣିଷ ହିଁ ବୁଝିପାରିବ। ପ୍ରେମର ଅନେକ ଅର୍ଥ ଥିଲେ ମଧ୍ୟ ସମସ୍ତେ କୁହନ୍ତି ତାକୁ ଅନ୍ଧ। ଯେତେବେଳେ ତୁମେ ଭଲ ପାଉଥିବା ବ୍ୟକ୍ତି ତୁମ ପାଇଁ ତୁମର ପ୍ରେମ ଦେଖି ପାରିବ ନାହିଁ, ଯେତେବେଳେ ତୁମେ ତୁମକୁ ପ୍ରତ୍ୟାଖ୍ୟାନ କଲାବେଳେ ତୁମେ କହୁଥିବ ଯନ୍ତ୍ରଣାଦାୟକ କଥା, ସେତେବେଳେ ଜାଣିଦେବା ଉଚିତ ଯେ ତମେ ପ୍ରେମର ଅନ୍ଧ। ଆଉ ଏହି ପ୍ରେମରେ ଅନ୍ଧ ହେବାକୁ କୁହନ୍ତି ମଧ୍ୟ ନୀରବତା ପ୍ରେମ। ଏହି ଧାରାବାହିକ ଏହି ଅନ୍ଧରୂପକ ପ୍ରେମ, ନୀରବତା ପ୍ରେମ ଉପରେ ଆଧାରିତ। ମନରେ ଆସୁଥିବ ଏବେ ଆପଣମାନଙ୍କର, କ'ଣ ଏହି ନୀରବତା ପ୍ରେମ? ହଁ, ମୋ ମତରେ ନୀରବତା ପ୍ରେମ ହେଉଛି ନିଜ ପ୍ରେମ ପାଇଁ ନିଜର ନିଜସ୍ୱ ଉତ୍ସର୍ଗ କଲେ ମଧ୍ୟ ପ୍ରତିବଦଳରେ କିଛି ନ ପାଇବାର ଆଶା ହିଁ ନୀରବତା ପ୍ରେମ। ଆଉ ଏହି ନୀରବତା ପ୍ରେମରେ ମିଳେ ସର୍ତ୍ତହୀନ ସହ ନିଃସ୍ୱାର୍ଥ ପର ପ୍ରେମର ନିଆରା ଅନୁଭବ ସହ ବହୁତ କଷ୍ଟ ଯନ୍ତ୍ରଣା ନିଜ ହୃଦୟକୁ। ନୀରବତାର ଅର୍ଥ ଯନ୍ତ୍ରଣା କ'ଣ କଷ୍ଟଦାୟକ ତାହା ବିଷୟରେ କହିବା କଷ୍ଟଦାୟକ। କାହାକୁ କହିବା କଷ୍ଟଦାୟକ ଯେ ସେମାନେ ତୁମର ହୃଦୟ ଭାଙ୍ଗିଛନ୍ତି, ଏବଂ କାହାକୁ ଦେଖାଇବା କଷ୍ଟଦାୟକ ଯେ ତୁମେ କେତେ ଅସୁରକ୍ଷିତ ଏବଂ ତୁମ ପାଇଁ କେତେ ଅର୍ଥ ହେଉଛି ଯେତେବେଳେ ତୁମେ ନିଶ୍ଚିତ ନୁହଁ ଯେ ତୁମେ କେଉଁ ପ୍ରକାରର ପ୍ରତିକ୍ରିୟା ପାଇବ, ଏବଂ ଯେତେବେଳେ ତୁମେ ନିଶ୍ଚିତ ନୁହଁ ତୁମେ ସେମାନଙ୍କ ପାଇଁ ପ୍ରକୃତରେ କ'ଣ କରିବାକୁ ଚାହୁଁଛ। ନୀରବତା ବେଳେବେଳେ ଆପଣଙ୍କୁ ଅଧିକ ପ୍ରତ୍ୟାଖ୍ୟାନ କିମ୍ବା ଶୁଣିବାକୁ ଚାହୁଁନଥିବା ଜିନିଷଗୁଡ଼ିକରୁ ରକ୍ଷା କରିଥାଏ। ନୀରବତା ହେଉଛି ଅଜ୍ଞତା ସୁଖ। ବେଳେବେଳେ ନୀରବତାର ଅର୍ଥ ହେଉଛି ଦ୍ୱନ୍ଦ୍ୱ। କ'ଣ କହିବି କେଜାଣି? ଏହା ଏକ ପରିବର୍ତ୍ତନ ଆଣିବ କି ନାହିଁ ଜାଣିବା, ଏହା ଅଧିକ ଖରାପ କରିବ କି ନାହିଁ ଜାଣିବା। ବେଳେବେଳେ ନୀରବତା ହେଉଛି ଏକମାତ୍ର ଉତ୍ତର ଯିଏ ତୁମକୁ ଦେଇଥିବା ଯନ୍ତ୍ରଣା ବିଷୟରେ ଜାଣିନାହଁ। ଏହା ତୁମର ଏକମାତ୍ର ଉତ୍ତର ଯିଏ ଠିକ୍ ଅଛି କି ନାହିଁ ଜାଣିବା ପାଇଁ ଯତ୍ନ ନେଉନାହଁ। ନୀରବତା କଠିନ, କିନ୍ତୁ ବେଳେବେଳେ ସତ୍ୟ କଠୋର ହୁଏ। ବେଳେବେଳେ କୌଣସି ସୁଯୋଗ ନାହିଁ ଜାଣିବା ଅପେକ୍ଷା ନୀରବତା ଭଲ। ଏହା ହେଉଛି ଶେଷ, ତାହା ସମ୍ପୂର୍ଣ୍ଣ ସମାପ୍ତ। ବେଳେବେଳେ ନୀରବତାର ଅର୍ଥ ହେଉଛି ପ୍ରେମ। କାହାକୁ ଏତେ ଭଲ ପାଇବା କିନ୍ତୁ ତୁମେ କିଛି କହିପାରିବ ନାହିଁ, କାରଣ ତୁମେ ସେମାନଙ୍କୁ ହରାଇବାକୁ ଚାହୁଁନାହଁ। ତୁମେ ସେମାନଙ୍କୁ ଦୂରକୁ ଠେଲିବାକୁ ଚାହୁଁନାହଁ। ଯଦି ତୁମେ ସମାନ ଅନୁଭବ ନ କର, ତୁମେ ଅଶୁଭ ହେବାକୁ ଚାହୁଁନାହଁ। ତେଣୁ ତୁମେ ସେମାନଙ୍କୁ ନୀରବରେ ଦେଖୁଛ, ତୁମେ ସେମାନଙ୍କୁ ନୀରବରେ ହରାଉଛ। ତୁମେ ସେମାନଙ୍କ ବିଷୟରେ ଚୁପଚାପ ଚିନ୍ତା କର ଏବଂ ତୁମେ ଯେପରି ଚାହୁଁନାହଁ ବୋଲି ଭାବୁଛ। ଯେତେବେଳେ କେହି ସେମାନଙ୍କ ନାମ ଉଲ୍ଲେଖ କରନ୍ତି, ତୁମେ କିଛି କହିବ ନାହିଁ। ଯେତେବେଳେ କେହି ସେମାନଙ୍କ ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା କରେ, ତୁମେ କିଛି ଭାବିବ ନାହିଁ।
ଯେତେବେଳେ ତୁମେ ଏପରି କିଛି ଦେଇ ଯାଉଛ କେହି ବୁଝନ୍ତି ନାହିଁ। ଯେତେବେଳେ ତୁମର ହୃଦୟ ଏକ ସମ୍ପର୍କକୁ ଭାଙ୍ଗେ ତୁମେ କେବେ ନଥିଲ। ଯେତେବେଳେ ତୁମେ ତ୍ୟାଗ କରିବାକୁ ଚାହୁଁଛ କିନ୍ତୁ ତୁମର ଜୀବନ ଅଛି ଯାହା ତୁମକୁ ଘଟିବାକୁ ଅପେକ୍ଷା କରେ। ଯେତେବେଳେ କିଛି ଭଲ ଲାଗେ ନାହିଁ କିନ୍ତୁ ତୁମେ ଏହା ପାଇଁ କୃତଜ୍ଞ ହେବାକୁ ପଡ଼ିବ। ଆଉ ଏହି ସବୁ ଭିତରେ ମଣିଷ ଖୋଜେ ନିଜ ପ୍ରେମ, ନିଜ ନୀରବତା ପ୍ରେମକୁ। ଏହି କାହାଣୀ ଆଧାରିତ ନୀରବତା ପ୍ରେମ ଉପରେ, ଯାହା ଗୋଟିଏ ତ୍ରିକୋଣ ପ୍ରେମ। ଏହି ଧାରାବାହିକରେ ବର୍ଣ୍ଣିତ କାହାଣୀର ନାୟିକା ପଲକର ଯୁକ୍ତ 2 ପରୀକ୍ଷା ଶେଷ ସମୟ ଠାରୁ ଯାତ୍ରା ଆରମ୍ଭ କରି 4 ବର୍ଷର ଇଞ୍ଜିନିୟରିଂ ଜୀବନୀ ସହ ତାର ପ୍ରଥମ ପ୍ରେମ ଆଉ ତାପରେ ଜୀବନ ଚକ୍ରରେ ଆସିଥିବା ବହୁ କିଛି ପରିବର୍ତ୍ତନ ସହ ଘରର ବହୁ ସମସ୍ୟା, କିଛି ହସ, କିଛି ଦୁଃଖ, କିଛି ପ୍ରେମ, କିଛି ପ୍ରେମର ନିଆରା ଅନୁଭବ, କିଛି ପ୍ରେମ ରଙ୍ଗ, କିଛି କାନ୍ଦ, କିଛି ଧୋକା, କିଛି ଅକୁହା ପ୍ରେମକୁ ନେଇ କରି ଏହି କାହାଣୀ ଆଧାରିତ। ଏହି ସବୁ ଅନୁଭୂତି ଭିତରେ ପ୍ରେମକୁ ଘୃଣ୍ୟ ଦୃଷ୍ଟିରେ ଦେଖୁଥିବା ସହ ପ୍ରେମକୁ ସମର୍ଥନ କରୁନଥିବା ପଲକ ସତରେ କାହା ପ୍ରେମରେ ପଡ଼ିବ ନା ସେମିତି ରଙ୍ଗହୀନ ପ୍ରେମରେ ତାର ଜୀବନ ଅତିବାହିତ ହେବ, ସେଥି ବିଷୟରେ ଆପଣମାନେ ଶୁଣିଲେ ଜାଣିପାରିବେ। ଏହି କାହାଣୀର ଆରମ୍ଭ ହେଉ କି ଶେଷ, ମୋର ଆଶା ସମସ୍ତଙ୍କ ଜୀବନରେ କିଛି ନା କିଛି ଛୋଟ ଅଥବା ବଡ଼ ମୁହୂର୍ତ୍ତ ସମାନ ଥିବ ଏହି କାହାଣୀରେ। ତାହା କଲେଜ ସମୟ ହେଉ କି ଇଞ୍ଜିନିୟରିଂର ସମୟ ହେଉ କି ବନ୍ଧୁତାର ହେଉ କି ପାଠପଢ଼ା ହେଉ କି ପ୍ରେମର ନିଆରା ସ୍ପର୍ଶ ହେଉ କି ହୃଦୟ ଭାଙ୍ଗିବାର ଯନ୍ତ୍ରଣା ହେଉ କି ନିଜ ନୀରବ ପ୍ରେମ ହେଉ କି ନିଜେ ଘରେ ଚାଲିଥିବା କିଛି ସମସ୍ୟା, କିଛି ନା କିଛି ସ୍ମୃତି ଜଡ଼ିତ ଥିବ ଏହି କାହାଣୀରେ। ଏହି ସବୁକୁ ନେଇକରି ଆରମ୍ଭ କରି ପଢ଼ିବାକୁ ଯାଉଛି ରୋମାଞ୍ଚକର ପ୍ରେମ ଆଉ ଦୁଃଖଭରା କାହାଣୀ ନୀରବତା ପ୍ରେମ। କାହାଣୀ ଦୁଇ ହୃଦୟର। ଆଶା କରୁଛି ସବୁ କାହାଣୀ ଭଳି ଏହି କାହାଣୀକୁ ସେହି ଭଲ ପାଇବା ମିଳିବ। ସୁନ୍ଦର ବିଳାସମୟ 3 ତାଲା ବିଶିଷ୍ଟ ଘର। ଘର ନୁହେଁ, ସେ ଥିଲା ଏକ ରାଜପ୍ରାସାଦ। ଯିଏ ଥରେ ସେହି ଘର ଭିତରକୁ ପ୍ରବେଶ କରେ ସେହି ଘରଟିକୁ ଦେଖି ପୂରିଯାଏ ମନ ତାର। ହଜିଯାଏ ଭୋକ ଶୋଷ, ଆଖି ଲାଖିଯାଏ ସେହି ଘରର ସାଜସଜ୍ଜା ଦେଖି। ଆଗରେ ବଡ଼ ବଗିଚା, ଯେଉଁଥିରେ ବର୍ଷକ 12 ମାସ ଫୁଟୁଥାଏ ଭଳି କିଭଳି ରଙ୍ଗ ବିରଙ୍ଗର ଫୁଲ ସହ। ଗୋଟିଏ କୋଣରେ ହେଇଛି ଘାସ ବଗିଚା ସହ ଝୁଲିବା ପାଇଁ ଗୋଟିଏ ଦୋଳି, ଯେଉଁ ଦୋଳିରେ ସକାଳର ଚା ସହ ପେପର ପଢ଼ନ୍ତି ମିଷ୍ଟର ଆକାଶ ରାୟ ସହ ତାଙ୍କ ସହପତ୍ନୀ ଶ୍ରୀମତୀ ଫାଲ୍ଗୁନୀ ରାୟ। ଆକାଶ ପେଶାରେ ଜଣେ ବହୁଚର୍ଚ୍ଚିତ ଗାଡ଼ି ବ୍ୟବସାୟୀ। ଚାକର ବାକର ସହ ସବୁ ସୁବିଧାରେ ପରିପୂର୍ଣ୍ଣ ତାଙ୍କ ଘର। କିନ୍ତୁ ଏହି ସବୁ ବର୍ତ୍ତମାନର ସମୟ। ପ୍ରାୟ 24 ବର୍ଷ ପୂର୍ବରୁ ସେ ନଥିଲେ ଜଣେ ବଡ଼ ବ୍ୟବସାୟୀ, ଥିଲେ ନାମକୁ ମାତ୍ର ଚାକିରି କରୁଥିବା କର୍ମୀ। ନିଜ ପରିଶ୍ରମ ଦ୍ୱାରା ଦିନରାତି ଏକ କରି ବହୁ କଷ୍ଟରେ ତିଆରି କରିଛନ୍ତି ତାଙ୍କର ଏତେ ବଡ଼ ସାମ୍ରାଜ୍ୟ। ଜାଣିଛନ୍ତି ସେ ଗୋଟିଏ ପଇସାର ମୂଲ୍ୟ କ'ଣ? ବର୍ତ୍ତମାନ ସମୟରେ ଏତେ ବଡ଼ ବ୍ୟବସାୟୀ ହେଲେ ବି ମନରେ ନାହିଁ ତାଙ୍କର କୂଟ କପଟ କି ଗର୍ବ। ସ୍ୱାମୀ ସ୍ତ୍ରୀ ଦୁଇଜଣ ବହୁତ ଭଲ ସ୍ୱଭାବ, କଥାବାର୍ତ୍ତା ଆଉ ଚାଲିଚଳନରେ। ମାଛିକୁ ମ କୁହନ୍ତି ନାହିଁ ସେମାନେ। ପ୍ରେମରେ ବନ୍ଧା ତାଙ୍କ ସମ୍ପର୍କ। ଆଉ ସେହି ପ୍ରେମ ବନ୍ଧନରେ ତାଙ୍କ ଥିଲେ 2 ଝିଅ ପଲକ, ପାୟଲ ଆଉ ଗୋଟିଏ ପୁଅ ପିୟୁଷ। ପଲକ ସମସ୍ତଙ୍କ ଭିତରେ ବଡ଼ ଦେଇଛି ସେ ଯୁକ୍ତ 2 ପରୀକ୍ଷା ଅପେକ୍ଷା ରେଜଲ୍ଟର। ତା ପଛକୁ ପାୟଲ ଯୁକ୍ତ 2ର ପ୍ରଥମ ବର୍ଷରେ। ଦୁଇ ଭଉଣୀ ଭିତରେ ତାରତମ୍ୟ ମାତ୍ର ଗୋଟିଏ ବର୍ଷର। ଆଉ ରହିଲା ସବା ସାନ ଭାଇ ପିୟୁଷ, ସପ୍ତମ ଶ୍ରେଣୀର ଛାତ୍ର। ଭଉଣୀମାନଙ୍କଠାରୁ 6 ବର୍ଷ ସାନ, କିନ୍ତୁ ଗେହ୍ଲାରେ ଆଗୁଆ। ବହୁ ପୂଜା ମାନସିକ ପରେ ପାଇଛନ୍ତି ଫାଲ୍ଗୁନୀ ତାକୁ।